हेलो पिलाମାନେ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ମୁଁ ଅଷ୍ଟମ ଶ୍ରେଣୀ ଇଂଲିଶ ବହିର ଅଲ୍ ମେଡ୍ ଇମ୍ପସିବୁଲ୍ ପସିବୁଲ୍ର SGP 2 ଆଉ 3ର ଲଙ୍ଗ୍ କୋଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବି। ତ ଚାଲ ଦେଖି ନେବା। ପିଲାମାନେ ଏଥିରେ ଆପଣଙ୍କୁ ସହଜ ହେବ କି ଏଥିରେ ମୁଁ ଟ୍ରାନ୍ସଲେଟ୍ ମଧ୍ୟ କରିକି ଲେଖିଛି। ଯେଉଁ ପିଲାମାନେ ବୁଝିପାରୁନ ଏଠାକୁ ମଧ୍ୟ ଦେଖି ବୁଝିପାରିବ। ତ ଚାଲ ଆରମ୍ଭ କରିବା। 1 ନମ୍ବର 2, ହୁ ୱାଜ୍ କଲ୍ଡ ନେକ୍ସଟ? ପରବର୍ତ୍ତୀ ସମୟରେ କାହାକୁ ଡକାଯାଇଥିଲା? ଆନ୍ସାର ଲେଖିବ ଦି ସେକେଣ୍ଡ ୱିଟନେସ୍ ୱାଜ୍ କଲ୍ଡ ନେକ୍ସଟ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ସାକ୍ଷୀଙ୍କୁ ଡକାଯାଇଥିଲା। 2 ନମ୍ବର, ହାଉ ମେନି କ୍ୱେଶ୍ଚିନ୍ସ ଡିଡ୍ ଦି ଜର୍ଜ ଆସ୍କ ଦି ସେକେଣ୍ଡ ୱିଟନେସ୍? ବିଚାରପତି, ଜର୍ଜ ମାନେ କିଏ? ବିଚାରପତି ଦ୍ୱିତୀୟ ସାକ୍ଷୀଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ? ଆନ୍ସାର ଲେଖିବ ଦି ଜର୍ଜ ଆସ୍କଡ୍ ଦି ସେକେଣ୍ଡ ୱିଟନେସ୍ 3 କ୍ୱେଶ୍ଚିନ୍ସ। ଜର୍ଜ ଦ୍ୱିତୀୟ ୱିଟନେସ୍କୁ 3ଟି ପ୍ରଶ୍ନ ପଚାରିଥିଲେ। 3 ନମ୍ବର କ୍ୱେଶ୍ଚିନ୍, ଡିଡ୍ ହି ଆସ୍କ ଦି ସେମ୍ କ୍ୱେଶ୍ଚିନ୍? ସେ କ'ଣ ସମାନ ପ୍ରଶ୍ନ ପଚାରିଥିଲେ? ଆନ୍ସାର ଲେଖିବ ୟେସ୍, ହି ଆସ୍କଡ୍ ହିମ୍ ଦି ସେମ୍ କ୍ୱେଶ୍ଚିନ୍। ହଁ, ବିଚାରପତି ବା ଜର୍ଜ ଦ୍ୱିତୀୟ ସାକ୍ଷୀଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ। 4 ନମ୍ବର କ୍ୱେଶ୍ଚିନ୍, ହ୍ୱାଟ୍ ଏବାଉଟ୍ ଦି ଆନ୍ସାର ଆର୍ ଦେ ସିମିଲାର? ଆନ୍ସାର ଲେଖିବ ନୋ, ଦି ଆନ୍ସାର ୱେର୍ ନଟ୍ ସିମିଲାର। ସେ ଆନ୍ସାର ଗୁଡ଼ିକ ସମାନ ନଥିଲା ବା ଉତ୍ତର ଗୁଡ଼ିକ ସମାନ ନଥିଲା। 5 ନମ୍ବର, ଦି ଫାଷ୍ଟ ୱିଟନେସ୍ ସେଇଡ୍ ଦ୍ୟାଟ୍ ଦି ଥିପ୍ ୱାଜ୍ କମ୍ୟୁନିଟେଡ୍ ଡ୍ୟୁରିଂ ଡେ ଟାଇମ୍। କମ୍ୟୁନିଟେଡ୍ ମାନେ ଚୋରି ପିଲାମାନେ। ହ୍ୱାଟ୍ ଡିଡ୍ ଦି ସେକେଣ୍ଡ ୱିଟନେସ୍ ସା? ପ୍ରଥମ ସାକ୍ଷୀ କହିଥିଲା ଯେ ଚୋରି ଦିନ ବେଳା ହୋଇଥିଲା, ଡେ ଟାଇମ୍। ଦ୍ୱିତୀୟ ସାକ୍ଷୀ କ'ଣ କହିଥିଲା? ଦ୍ୱିତୀୟ ୱିଟନେସ୍ କ'ଣ କହିଥିଲା? ଆନ୍ସାର ଲେଖିବ ଦି ସେକେଣ୍ଡ ୱିଟନେସ୍ ସେଇଡ୍ ଇଟ୍ ୱାଜ୍ ନାଇଟ୍ ଟାଇମ୍। ଦ୍ୱିତୀୟ ସାକ୍ଷୀ କହିଥିଲା ଯେ ଚୋରି ସମୟ ରାତିରେ ହୋଇଥିଲା। 6 ନମ୍ବର, ଦି ଫାଷ୍ଟ ୱିଟନେସ୍ ସେଇଡ୍ ଦ୍ୟାଟ୍ ଦି କଲର୍ ଅଫ୍ ଦି ପର୍ସ ୱାଜ୍ ବ୍ଲାକ୍। ହ୍ୱାଟ୍ ଡିଡ୍ ଦି ସେକେଣ୍ଡ ୱିଟନେସ୍ ସା? ପ୍ରଥମ ସାକ୍ଷୀ କହିଥିଲେ ଯେ ପର୍ସର ରଙ୍ଗ କଳା ଥିଲା, ବ୍ଲାକ୍। କିନ୍ତୁ ସେକେଣ୍ଡ ୱିଟନେସ୍ କ'ଣ କହିଥିଲେ? ଆନ୍ସାର ଲେଖିବ ଦି ସେକେଣ୍ଡ ୱିଟନେସ୍ ସେଇଡ୍ ଦ୍ୟାଟ୍ ଦି କଲର୍ ଅଫ୍ ଦି ପର୍ସ ୱାଜ୍ ହ୍ୱାଇଟ୍। ସେକେଣ୍ଡ ୱିଟନେସ୍ ଆନ୍ସାର ଦେଇଥିଲେ କି ସେ ପର୍ସର ରଙ୍ଗ ଧଳା ଥିଲା। ପିଲାମାନେ SGP 2 ସରିଲା। ଏବେ ଯିବା SGP 3 ବା ପାରାଗ୍ରାଫ 3କୁ। ତାର କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। 1 ନମ୍ବର, ହ୍ୱାଇ ୱାଜ୍ ଦି ଲୟର୍ ନଟ୍ ହ୍ୟାପି? ଓକିଲ କାହିଁକି ଖୁସି ନଥିଲେ? ଆନ୍ସାର ଲେଖିବ ଦି ଲୟର୍ ୱାଜ୍ ନଟ୍ ହ୍ୟାପି ବିକଜ୍। ଲୟର୍ ଖୁସି ନଥିଲେ କାରଣ ଦି ଟୁ ୱିଟନେସ୍ ଗେଭ୍ କଣ୍ଡାକ୍ଟୋରୀ ଫ୍ୟାକ୍ଟ ଏବାଉଟ୍ ଦି ଥିପ୍ ଏଣ୍ଡ ହି ଥଟ୍ ଦି କେସ୍ ୱାଜ୍ ଲଷ୍ଟ। ଓକିଲ ଖୁସି ନଥିଲେ କାରଣ ଦୁଇ ଜଣ ସାକ୍ଷୀ ଚୋରି ବିଷୟରେ ପରସ୍ପର ବିରୋଧୀ ତଥ୍ୟ ଦେଇଥିଲେ ଏବଂ ସେ ଭାବିଥିଲେ ଦି କେସ୍ ୱାଜ୍ ଲଷ୍ଟ, ସେ କେସ୍ଟିକୁ ହାରିଯିବେ। 2 ନମ୍ବର କ୍ୱେଶ୍ଚିନ୍, ହୁମ୍ ଡିଡ୍ ହି ସ୍କୋଲ୍ଡ? ସେ କାହାକୁ ଗାଳି ଦେଇଥିଲେ? ଆନ୍ସାର ଲେଖିବ ହି ସ୍କୋଲ୍ଡେଡ୍ ଦି ୱିଟନେସ୍। ସେ ସାକ୍ଷୀମାନଙ୍କୁ ଗାଳି ଦେଇଥିଲେ। ଓକିଲ ସାକ୍ଷୀମାନଙ୍କୁ ଗାଳି ଦେଇଥିଲେ କାରଣ ନା ସେମାନେ ବିରୋଧୀ ଭାଷ କରୁଥିଲେ। ପ୍ରଥମ ସାକ୍ଷୀ ଗୋଟିଏ କହିଲାଠୁ ଦ୍ୱିତୀୟ ସାକ୍ଷୀ ଅନ୍ୟ ଜଣ କହୁଥିଲା ବା ଅନ୍ୟ ବିରୋଧ କହୁଥିଲା। 3 ନମ୍ବର, ହ୍ୱାଟ୍ ଡିଡ୍ ଦି ୱିଟନେସ୍ ରିପ୍ଲାଏ? ସାକ୍ଷୀମାନେ କ'ଣ ଉତ୍ତର ଦେଲେ? ଆନ୍ସାର ଲେଖିବ ଦି ୱିଟନେସେସ୍ ରିପ୍ଲାଏଡ୍ ଦ୍ୟାଟ୍ ଦେ ହେଡ୍ ଟୋଲ୍ଡ ଦି ଟ୍ରୁଥ୍ ଇନ୍ ଦି କୋର୍ଟ। ସାକ୍ଷୀମାନେ ଉତ୍ତର ଦେଇଥିଲେ ଯେ ସେମାନେ କୋର୍ଟରେ ସତ୍ୟ କହିଛନ୍ତି। ଟ୍ରୁଥ୍ ମାନେ ସତ୍ୟ ପିଲାମାନେ। 4 ନମ୍ବର, ଡୁ ୟୁ ବିଲିଭ୍ ଦ୍ୟାଟ୍ ଦେ ଟୋଲ୍ଡ ଦି ଟ୍ରୁଥ୍? ତମେମାନେ କ'ଣ ବିଶ୍ୱାସ କରୁଛ କି ସେଇ ୱିଟନେସ୍ ମାନେ ସତ୍ୟ କହୁଛନ୍ତି? ଆନ୍ସାର ଲେଖିବ ୟେସ୍, ଦେ ମାଇଟ୍ ହେଭ୍ ଟୋଲ୍ଡ ଦି ଟ୍ରୁଥ୍ ବିକଜ୍ ଦେ ୱେର୍ ଫାର୍ମ ଅନ୍ ଦେଇର୍ ରେସ୍ପେକ୍ଟିଭ୍ ଷ୍ଟେଟମେଣ୍ଟସ୍ ଇଭେନ୍ ଆଫ୍ଟର ଦି ଲୟର୍ ସ୍କୋଲ୍ଡେଡ୍ ଦେମ୍। ହଁ, ସେମାନେ ହୁଏତ ସତ୍ୟ କହିଥାନ୍ତି କାରଣ ନା ମେ ହେଭ୍ ଟୋଲ୍ଡ ଲେଖାଯାଇଛି, ସତ୍ୟ କହିଥାନ୍ତି କାରଣ ଓକିଲ ସେମାନଙ୍କୁ ଗାଳି ଦେବା ପରେ ମଧ୍ୟ
ସେମାନେ ନିଜ ନିଜର ବକ୍ତବ୍ୟ ଦୃଢ଼ରେ ଦେଇଥିଲେ। ରେସ୍ପେକ୍ଟିଭଲି ଷ୍ଟେଟମେଣ୍ଟସ୍। ପିଲାମାନେ ଏବେ ଯିବା 5 ନମ୍ବରକୁ। ହୁ ୱାଜ୍ ଲିସନିଂ ଟୁ ଅଲ୍ ଦ୍ୟାଟ୍ ହ୍ୟାପେଣ୍ଡ। ଏସବୁ ଘଟଣା କିଏ ଶୁଣୁଥିଲା? ଆନ୍ସାର ଲେଖିବ ଅଲି ୱାଜ୍ ଲିସନିଂ ଟୁ ଅଲ୍ ଦ୍ୟାଟ୍ ହ୍ୟାପେଣ୍ଡ। ଅଲି ଏଇସବୁ କଥା ଶୁଣୁଥିଲା। ଅଲି କିଏ ଏବେ ଦେଖିବା। ପ୍ରଶ୍ନ ମଧ୍ୟ ଦେଇଦେଇଛି ହୁ ୱାଜ୍ ଅଲି। ଅଲି କିଏ? ଆନ୍ସାର ଲେଖିବ ଅଲି ୱାଜ୍ ଦି ଲୟର୍ସ କୁକ୍। ଅଲି ଓକିଲଙ୍କର ରୋଷେଇଆ ଥିଲା। ଲୟର୍ସ ମାନେ ହେଉଛି ଓକିଲ। 7 ନମ୍ବର। ହ୍ୱାଟ୍ ଡିଡ୍ ଅଲି ସା ଟୁ ଦି ଲୟର୍। ଅଲି ଓକିଲଙ୍କୁ କ'ଣ କହିଥିଲା? ଆନ୍ସାର ଲେଖିବ ଅଲି ଟୋଲ୍ଡ ଦି ଲୟର୍। ଅଲି କହିଥିଲା ଯେ ଟୁ ଟେକ୍ ହିମ୍ ଅଜ୍ ଥାର୍ଡ଼ ୱିଟନେସ୍ ଏଣ୍ଡ ଦ୍ୟାଟ୍ ହି ଉଡ୍ ସେଭ୍ ଦି କେସ୍। ଅଲି ଲୟର୍ ବା ଓକିଲଙ୍କୁ କହିଥିଲା ଯେ ସେ ତାଙ୍କୁ ଥାର୍ଡ଼ ୱିଟନେସ୍ ବନେଇ ଦିଅନ୍ତୁ ଏବଂ ସେ ତାଙ୍କ କେସ୍ଟିକୁ ରକ୍ଷା କରିଦେବେ, ସେଭ୍ କରିଦେବେ। 8 ନମ୍ବର କ୍ୱେଶ୍ଚିନ୍। ଡିଡ୍ ଦି ଲୟର୍ ବିଲିଭ୍ ହିମ୍? ହ୍ୱାଏ। ଓକିଲ ଅଲିଙ୍କୁ ବିଶ୍ୱାସ କରିଥିଲେ, ଆଉ କାହିଁକି? ଆନ୍ସାର ଲେଖିବ ନୋ, ଦି ଲୟର୍ ଡିଡ୍ ନଟ୍ ବିଲିଭ୍ ହିମ୍। ଓକିଲ ଅଲିଙ୍କୁ ବିଶ୍ୱାସ କରିନଥିଲେ। ବିକଜ୍ କାରଣ ହି ୱାଜ୍ ଏ ମେରେ କୁକ୍। କାରଣ ସେ ଜଣେ ସାଧାରଣ ରୋଷେଇଆ ଥିଲେ। 9 ନମ୍ବର। ହାଉ ୱାଜ୍ ଅଲିସ୍ ଇଂଲିଶ? ଅଲିଙ୍କର ଇଂରାଜୀ କିପରି ଥିଲା? ଇଂଲିଶ କହିବା କିପରି ଥିଲା? ଆନ୍ସାର ଲେଖିବ ଅଲିସ୍ ଇଂଲିଶ ୱାଜ୍ ଫୋଲ୍ଟି। ଅଲିଙ୍କର ଇଂରାଜୀ ତ୍ରୁଟିପୂର୍ଣ୍ଣ ଥିଲା। ଫୋଲ୍ଟିର ଅର୍ଥ ପିଲାମାନେ ତ୍ରୁଟିପୂର୍ଣ୍ଣ। 10 ନମ୍ବର। ଦେର୍ ୱେର୍ ଇରର୍ ଇନ୍ ଅଲିସ୍ ଇଂଲିଶ। ହୁଇଚ୍ ୱାଜ୍ ଦି ଫାଷ୍ଟ ଇରର୍ ଏଣ୍ଡ ଦି ସେକେଣ୍ଡ ଇରର୍? ଅଲିଙ୍କର ଯେଉଁ ଇଂଲିଶରେ ଇରର୍ ହେଇଥିଲା ବା ତ୍ରୁଟି ଥିଲା, ପ୍ରଥମ ତ୍ରୁଟି କ'ଣ ଆଉ ଦ୍ୱିତୀୟ ତ୍ରୁଟି କ'ଣ? ଆନ୍ସାର ଲେଖିବ ଅଲିସ୍ ଫାଷ୍ଟ ଇରର୍ ୱାଜ୍ କମ୍ୟୁନିକେଟେଡ୍। ଅଲିଙ୍କର ପ୍ରଥମ ଇରର୍ ବା ତ୍ରୁଟି ଥିଲା ହ୍ୱେନ୍ ହି ସେଇଡ୍ ଦ୍ୟାଟ୍ ହି ହ୍ୟାଜ୍ ବିନ୍ କୁକିଂ ଦି ଲୟର୍ସ ଫର୍ ଦି ଲାଷ୍ଟ 10 ଇୟର୍। ଅଲିଙ୍କର ପ୍ରଥମ ଭୁଲ ହୋଇଥିଲା ଯେତେବେଳେ ସେ କହିଥିଲେ ଯେ ସେ ଗତ 10 ବର୍ଷ ଧରି ଓକିଲଙ୍କୁ ରାନ୍ଧୁଛନ୍ତି ପିଲାମାନେ, ସେ କହିଦେଇଛି। ଦି ସେକେଣ୍ଡ ଇରର୍ ୱାଜ୍ କମ୍ୟୁନିକେଟେଡ୍ ହ୍ୱେନ୍ ହି ସେଇଡ୍ ଦ୍ୟାଟ୍ ହି କୁଡ୍ କୁକ୍ ଦି ଜଜ୍ ଏଣ୍ଡ ଦି ଗଭର୍ଣ୍ଣର। ଦ୍ୱିତୀୟ ଭୁଲ ହୋଇଥିଲା ଯେତେବେଳେ ସେ କହିଥିଲା ଯେ ସେ ବିଚାରପତି ଏବଂ ରାଜ୍ୟପାଳଙ୍କୁ ରାନ୍ଧୁଥିବେ। ପିଲାମାନେ ରାଜ୍ୟପାଳଙ୍କୁ ଆଉ ବିଚାରପତିଙ୍କୁ ରାନ୍ଧୁଥିବେ ବୋଲି କହିଦେଇଛନ୍ତି। ଇନ୍ ବୋଥ୍ ଦି କେସ୍ ହି ଓମିନିଟେଡ୍ ମିଲ୍ସ ଫର୍ ଆଫ୍ଟର ୟୁ। ଉଭୟ କ୍ଷେତ୍ରରେ ସେ ତୁମେ ପରେ ଭୋଜନ ପାଇଁ ବାଦ୍ ଦେଇଥିଲେ। ଇଟ୍ ଉଡ୍ ଅଲସୋ ହେଭ୍ ବିନ୍ ରାଇଟ୍ ଟୁ ୟୁଜ୍। ସେ ଯଦି ଲଗେଇଥାନ୍ତେ ବା ସେଇ ଇଂଲିଶରେ କରେକ୍ଟ କରିଥାନ୍ତେ ମିଲ୍ସ ଫର୍ ବିଫୋର୍ ୟୁ। ପ୍ରଥମ କ୍ଷେତ୍ରରେ ତୁମେ ପୂର୍ବରୁ ଭୋଜନ ପାଇଁ। ଇନ୍ ଦି ଫାଷ୍ଟ କେସ୍ ଏଣ୍ଡ ମିଲ୍ସ ଫର୍ ବିଫୋର୍ ଦି ଜଜ୍ ଏଣ୍ଡ ଦି ଗଭର୍ଣ୍ଣର ଇନ୍ ସେକେଣ୍ଡ କେସ୍। ଦ୍ୱିତୀୟ କ୍ଷେତ୍ରରେ ବିଚାରପତି ଏବଂ ରାଜ୍ୟପାଳଙ୍କ ଆଗରେ ଭୋଜନ ପାଇଁ ବ୍ୟବହାର କରିବା ମଧ୍ୟ ଠିକ୍ ହୋଇଥାନ୍ତା। ପିଲାମାନେ ଏବେ ଯିବା 11 ନମ୍ବର କ୍ୱେଶ୍ଚିନ୍କୁ। ଡିଡ୍ ଦି ଇରର୍ ଚେଞ୍ଜ ଦି ମିନିଂ? ସେ ତ୍ରୁଟିଗୁଡ଼ିକ ବା ଇଂରାଜୀ ତ୍ରୁଟିଗୁଡ଼ିକ କ'ଣ ମିନିଂକୁ ଚେଞ୍ଜ କରିଦେଲା କି? ଆନ୍ସାର ଲେଖିବ ୟେସ୍, ଦି ଇରର୍ସ ଚେଞ୍ଜଡ୍ ଦି ମିନିଂ। ହଁ, ସେ ତ୍ରୁଟିଗୁଡ଼ିକ ଇଂରାଜୀର ପୁରା ଅର୍ଥକୁ ବଦଳାଇ ଦେଇଥିଲା। 12 ନମ୍ବର। କେନ୍ ୟୁ କରେକ୍ଟ ଦି ଇରର୍? ତମେମାନେ କ'ଣ ସେ ଇରର୍ ଗୁଡ଼ିକୁ ସଂଶୋଧନ କରିପାରିବ? ଆନ୍ସାର ଲେଖିବ ହି କୁଡ୍ ହେଭ୍ ଅଲସୋ ସେଇଡ୍ ଦ୍ୟାଟ୍। ସେ କହିଥାନ୍ତା ଯେ ଆଇ ହେଭ୍ ବିନ୍ କୁକିଂ ଫର୍ ୟୁ ଫର୍ ଦି ଲାଷ୍ଟ 10 ଇୟର୍ସ ଏଣ୍ଡ କ୍ୟାନ୍ ଅଲସୋ କୁକ୍ ଫର୍ ଦି ଜଜ୍ ଏଣ୍ଡ ଗଭର୍ଣ୍ଣର। ସେ ଏହା ମଧ୍ୟ କହିପାରିଥାନ୍ତା ଯେ ମୁଁ ଗତ 10 ବର୍ଷ ଧରି ତୁମ ପାଇଁ ରାନ୍ଧୁଛି ବା ଓକିଲ ପାଇଁ ରାନ୍ଧୁଛି ଏବଂ ବିଚାରପତି ଏବଂ ରାଜ୍ୟପାଳଙ୍କ ପାଇଁ
ମଧ୍ୟ ରାନ୍ଧିପାରେ। ଆଗକୁ ବିଚାରପତି ଏବଂ ରାଜ୍ୟପାଳଙ୍କ ପାଇଁ ମଧ୍ୟ ରୋଷେଇ କରିପାରେ। ପିଲାମାନେ SGP4 ପୁଣି ନେକ୍ସଟ ଗୋଟିଏ ଭିଡ଼ିଓ ଆଣିବି, ସେଠାରେ ଡିସ୍କସନ୍ କରିବା। ଯଦି ପିଲାମାନେ ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ। ରହୁଛି, ଧନ୍ୟବାଦ।